ପ୍ରତିଷ୍ଠା କରି ହେବ କି ନାହିଁ। ସେ ପଣ୍ଡିତ କହିଲେ ନାଇଁ ତୁମର ଭଲ ବର୍ତ୍ତମାନ ସୁଧରେ ହେଇପାରିବ। କିନ୍ତୁ ଆଚାର୍ଯ୍ୟ ଦାଦାଙ୍କ ପାଖକୁ ଯାଇଥିଲେ। ସେ ଭାଇ ଗଲେ କହିଲେ ମୁଁ ଏମିତି ଭାବରେ ଘରଟା କରିଛି, ବହୁତ ପଇସା ଲୋନ୍, ଆଉ ମୁଁ ଭାବିଥିଲି ଘର ଯଦି ମୁଁ ଏଣ୍ଟ୍ରି କରିଯାଏ, ପ୍ରତିଷ୍ଠା ହେଇଯାଏ, ଏଣ୍ଟ୍ରି କରିଯାଏ, ତାହେଲେ ମୁଁ ଲୋନ୍ ଗୁଡ଼ାକ ଆସ୍ତେ ଆସ୍ତେ ଘର ଭଡ଼ା ଗୁଡ଼ାକ ଯାଉଛି, ଲୋନ୍ଟା ସୁଝିଦେବି। ଆଚାର୍ଯ୍ୟ ସେଠି କହିଥିଲେ ଦାଦା ଯେ ତୁମେ ସତ୍ସଙ୍ଗ କରିବ, ରୀତିକି ଡାକିବ, ଭଲ କରି ଆନନ୍ଦଦାନ କରିବ, ଭଲ ସତ୍ସଙ୍ଗଟି ଯେମିତି ହେବ ଏଇଭଳି ଭାବରେ ସତ୍ସଙ୍ଗଟି ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଚେଷ୍ଟା କରିବ, ତାପରେ ଏଣ୍ଟ୍ରି କରିବ। ସେ ଦାଦାଙ୍କ କଥା ଅନୁସାରେ ନିର୍ଦ୍ଦେଶରେ ସେ ଦାଦାଙ୍କ କଥାକୁ ମାନିକିରି ସତ୍ସଙ୍ଗ ଟିକେ କଲେ, ବହୁ ରୀତିକି ନିମନ୍ତ୍ରଣ କଲେ, ଆଉ ଭଲ ସତ୍ସଙ୍ଗ ହେଲା ଏବଂ ସେ ଘରେ ଆସିକି ରହିଲେ। ଏବଂ ଘରେ ରହିଲା ପରେ ସେ ବେଶ ଆନନ୍ଦରେ ଅଛନ୍ତି। ତେଣୁ ଏ ସତ୍ସଙ୍ଗର ମହିମା ବହୁତ। ତେଣୁ ଏ ଯେଉଁ ସତ୍ସଙ୍ଗ ଏଠି ହେଉଛି ସେଇ ଘର ଉଦ୍ଦେଶ୍ୟରେ ସେ ଘର ମଙ୍ଗଳ ହେବ। କାରଣ ଯେଉଁ ଘରେ ସତ୍ସଙ୍ଗ, କାରଣ ଆମ ପୁଣ୍ୟପୋଥିରେ ଠାକୁର କହିଛନ୍ତି ଯେ ଯେଉଁଠି ସତ୍ସଙ୍ଗ ହେଉଥିବ, ଯେଉଁଠି ଠାକୁରଙ୍କର କାର୍ଯ୍ୟ ହେଉଥିବ, ଆଉ ଯେଉଁଠି ସେଇ ଦେବ କାର୍ଯ୍ୟ ହେଉଥିବ ଯେଉଁ ଘରେ, ତାହେଲେ ସେଟା ମନ୍ଦିର ସାଙ୍ଗେ ସମାନ ହେଇଯିବ। ସେଠି ଗୋଟେ ନାମର କମ୍ପନ ହେବ, ଭାଇବ୍ରେସନ ହେବ। ସେ ଘରେ ଗୋଟେ ନାମର ଭାଇବ୍ରେସନ ହେବ ଏବଂ ସେ ଘରେ ଯିଏ ଚଳିବେ ସିଏ ଆଉ ଏମିତି ରୋଗଗ୍ରସ୍ତ ହେବେନି। ଯେଉଁମାନେ ନାମ କରୁନଥିବେ, ପ୍ରାର୍ଥନା କରୁନଥିବେ, ଆଉ କୌଣସି ଇଷ୍ଟ କାର୍ଯ୍ୟ କରୁନଥିବେ, ସେମାନେ ଭିତରେ ନାନା ପ୍ରକାର ରୋଗ ପ୍ରବେଶ କରିବ। କିନ୍ତୁ ଯିଏ ଏଇଭଳି ଘର କରିକି ସତ୍ସଙ୍ଗ କରିବ, ଠାକୁରଙ୍କର କାର୍ଯ୍ୟ କରିଚାଲିବ, ସେ ଘରେ ସକାଳ ସନ୍ଧ୍ୟା ପ୍ରାର୍ଥନା କରିବ। ଆମେ ଘର କରିଦେଲେ ପ୍ରାର୍ଥନା କରିବୁ, ଭଲ ବିଲ୍ଡିଂ ହେଇଛି ଆମେ କରୁଛେ, ଭଲ ଭଲ ବିଲ୍ଡିଂ, ସୁନ୍ଦର ବିଲ୍ଡିଂ ହେଉଛି, କିନ୍ତୁ ଆମେ ଘରେ ପ୍ରାର୍ଥନା କରୁନଥାଏ, ଘର ଶୁଷ୍କ ହେଇଯାଉଛି, ଇଷ୍ଟ କାର୍ଯ୍ୟ ନାହିଁ, ଘର ଶୁଷ୍କ ହେଇଯାଉଛି। ଘରେ ଯିଏ ଚଳିବେ, ଠାକୁର କହିଲେ এইভাবে ঘরে যে চলিবে সে শ্মশান সাথে সমান এবং ସେମାନେ ରୋଗଗ୍ରସ୍ତ ହେବେ। এটা ପୁଣ୍ୟପତ୍ରରେ ଅଛି। ଯେମିତିଆ ଘରେ ଯେଉଁଠି ପ୍ରାର୍ଥନା ନାହିଁ, ଭଜନ କୀର୍ତ୍ତନ ନାହିଁ, କୌଣସି ଇଷ୍ଟ କାର୍ଯ୍ୟ ନାହିଁ, ଆଉ ଯେଉଁମାନେ ଇଷ୍ଟ କାର୍ଯ୍ୟ କିଛି କରୁନାହାନ୍ତି, ତାହେଲେ ଏଇଭଳି ଘରେ ସେଟା ଶ୍ମଶାନ ସାଙ୍ଗେ ସମାନ ବୋଲି କହୁଛନ୍ତି ତାକୁ। ତେଣୁ ଆଜି ଆମମାନଙ୍କ ଘରକୁ ସୁନ୍ଦର କରିବାକୁ ପଡ଼େ। ଆମେ ଘର କରୁଛେ, ଆଜି ଆପଣମାନେ ଦେଖୁଛନ୍ତି ଘର ଗୁଡ଼ିକ ସୁନ୍ଦର, କିନ୍ତୁ ଘର ହେଉଛି ଦୁଇଟା, ଗୋଟେ ହେଉଛି ହୋମ୍, ଆଉ ଗୋଟେ ଘର ହେଉଛି ହାଉସ୍। ଏ ଗୋଟେ ହାଉସ୍, ସେ ଗୋଟେ ହାଉସ୍, ସେ ଗୋଟେ ହାଉସ୍, କିନ୍ତୁ ହୋମ୍ ଯେଉଁଠି ବାପା ବୋଉ ଭାଇ ଭଉଣୀ ଏସବୁ ପରିବାର ସମସ୍ତେ ରହନ୍ତି, ସିଏ ହେଲା ହୋମ୍। ଘରେ କଲମଟା ଛାଡ଼ି ଦେଇ ଆସିଛି, ଘରେ ମାନେ କୋଉଠି ଯେଉଁଠି ବାପା ବୋଉ ଭାଇ ଭଉଣୀ ସମସ୍ତେ ଅଛନ୍ତି, ତାହେଲେ ସେଇ ଘରଟା ଆଜି ଭାଙ୍ଗି ଯାଇଛି। ଏ ଘର ସୁନ୍ଦର ହେଉଛି, ବାତ୍ୟା ପରେ ଆପଣମାନେ ଦେଖିବେ ସବୁଆଡ଼େ ବିଲ୍ଡିଂ ହେଇଗଲାଣି, କିନ୍ତୁ ଯେଉଁ ଘରେ ବାପା ବୋଉ ରହୁଛନ୍ତି, ଯେଉଁ ଘରେ ଭାଇ ରହୁଛନ୍ତି, ସେ ଘର ଆଜି ଭାଙ୍ଗି ଯାଇକି ନଷ୍ଟଭ୍ରଷ୍ଟ ହେଇଯାଇଛି। ତେଣୁ ସେ ଘର ଗୁଡ଼ିକ ସୁନ୍ଦର ହେବ, ଅତ୍ୟନ୍ତ ଆମେ ଇଷ୍ଟପ୍ରାଣ ହେବୁ ଏବଂ ସେ ଘର ପବିତ୍ରତା ଆସିବ ଯଦି ଆମେ ସକାଳ ସନ୍ଧ୍ୟା ପ୍ରାର୍ଥନା ନିୟମିତ କରୁ ଏବଂ ନାମମୟ ହେଇକି ଚାଲୁ। ସେ ଘରକୁ ପ୍ରବେଶ କଲେ ଗୋଟେ ଜଣାପଡ଼ିବ ଅନ୍ୟ କିଛି ଆପଣଙ୍କ ଭିତରେ ଭାବାନ୍ତର ସୃଷ୍ଟି ହେବ। ଯେଉଁଠି ନାମ ହେଉଥିବ, ଯେଉଁଠି ପ୍ରାର୍ଥନା ହେଉଥିବ, ସେ ଘରକୁ ଆପଣ ପ୍ରବେଶ କଲେ ଆପଣଙ୍କ ଭିତରେ ଗୋଟେ ଭାବାନ୍ତର ସୃଷ୍ଟି ହେବ ନିଶ୍ଚିତ। ଯେଉଁ ଜାଗାରେ ଆଜି ଏ ଜାଗାକୁ ଆସିଲେ, ଏ ଜାଗାରେ ଆମର ଗୋଟେ ଅଲଗା ପ୍ରକାର ଭାବ ସୃଷ୍ଟି ହେଉଛି। ଦେଓଘରକୁ ଗଲେ ଦେଓଘରରେ ଆମର ଗୋଟେ ଅଲଗା ପ୍ରକାର ଭାବ ସୃଷ୍ଟି ହେଉଛି। ଯେଉଁ ଘରେ ଏଇଭଳି ଇଷ୍ଟ କାର୍ଯ୍ୟ ସବୁ ହେଉଥିବ, ଆମେ ସମସ୍ତେ ଠାକୁରଙ୍କୁ ଗ୍ରହଣ କଲେ ଦୀର୍ଘ ଦିନ ଧରି, କିନ୍ତୁ ସକାଳ ସନ୍ଧ୍ୟା ପ୍ରାର୍ଥନା କଲେ ନାହିଁ, ଆମେ ନାମ ହେଇ ଚାଲିଲେ ନାହିଁ, ଆମେ ଘରର ପବିତ୍ରତାକୁ ରକ୍ଷା କରାଯିବ ଯେମିତି ପବିତ୍ରତା ରକ୍ଷା କଲେ ନାହିଁ, ଯେଉଁଠି ମନ ସିଠେଇ ଯେମିତି ଭାବରେ ଜିନିଷ ଆଜୁବାଜୁ ହେଇକି ରହିଲା। ଆଉ ରୋଷେଇ ଘରେ ଆମେ ଦାନ୍ତ ଘଷିଲେ, ମୁଁ ଦେଖିଛି ରୋଷେଇ ଘରେ ଦାନ୍ତ ଘଷନ୍ତି, ସେ ଯେଉଁ ପ୍ୟାନ୍ ସବୁ ହେଇଛି ତା ଦେହରେ ଦାନ୍ତ ଘଷି ଛୁପ ଖଙ୍କାର ବି ପକାନ୍ତି। ଏଇଟା କିନ୍ତୁ ତାର ପବିତ୍ରତା ନଷ୍ଟ କରୁଛି।
କାରଣ ସେଇଟା ରୋଷେଇ ଘରେ ଯେଉଁ ପବିତ୍ର ଜିନିଷ ଯେଉଁ ରୋଷେଇ ପ୍ରସାଦ ତିଆରି ହବ ସେଠି ଯଦି ଏଇଭଳି ଭାବରେ ଅପବିତ୍ର କାମ ହବ ତାହେଲେ କ'ଣ ତାକୁ ଯିଏ ଖାଇବେ ସେଟା ବିଶ୍ୱ ସାଙ୍ଗେ ସମାନ ହେଇଯିବ। ତେଣୁ ଆଜି କିଭଳି ଭାବରେ ଆମେ ଇଷ୍ଟଙ୍କୁ ଗ୍ରହଣ କରିଛେ ଇଷ୍ଟଙ୍କର ନିର୍ଦ୍ଦେଶ କାରଣ ଇଷ୍ଟଙ୍କୁ ମୁଖ୍ୟ କରି ଚାଲିବା। ଯାହା ଭାଇ କହୁଥିଲେ ଆମର ଆର୍ଥ ଭାଇ କହୁଥିଲେ ଆମେ ଘରେ ଆମେ 4 ଜଣ 5 ଜଣ ମେମ୍ବର ଅଛେ ଆମେ ଭାବୁଛେ 5 ଜଣ ମେମ୍ବର କିନ୍ତୁ ଠାକୁର ମୁଖ୍ୟ ରହିଛନ୍ତି। ଠାକୁର ମୁଖ୍ୟ ଯେତେବେଳେ ରହିଲେ ତାଙ୍କର ନିର୍ଦ୍ଦେଶ ତାଙ୍କର କଥା ତାଙ୍କର ଅନୁଶାସନ ଯାହା ରହିଛି ସେଇ ମାଫିକ ଯଦି ଆମେ ଚଳିବା ତାହେଲେ ସେଇଟା ଗୋଟେ ମନ୍ଦିର ହେଇ ଉଠିବ। ବୈକୁଣ୍ଠ ସମାନ ଅଟେ ସେଇ ଘର ପରସ୍ପର ସ୍ନେହ ଜଇଁ ଥାଏ ନିରନ୍ତର ଏ କଥା ତ ଆମେ ଜାଣିଛେ। ତେଣୁ ଏସବୁ ଜିନିଷ ହେବା ଭିତରେ ଏଗୁଡ଼ାକ ସବୁ ସୁନ୍ଦର ହେଇ ଉଠିବ। ତେଣୁ ଆସନ୍ତୁ ଆଜି ଆମେ ସୁନ୍ଦର ଘର କରୁଛେ ବେଶ ଭଲ କଥା କିନ୍ତୁ ସେ ଘରେ କିଭଳି ଭାବରେ ପ୍ରାର୍ଥନା ଭଜନ କୀର୍ତ୍ତନ ଏସବୁ ହବ ସତ୍ସଙ୍ଗ ହବ ସତ୍ସଙ୍ଗ ମଝିରେ ମଝିରେ ଦରକାର ଘରେ ମଝିରେ ମଝିରେ ସତ୍ସଙ୍ଗ ଦରକାର ସତ୍ସଙ୍ଗ ନହେଲେ ଘରର ପବିତ୍ର ଆସିବ ନାହିଁ। ତେଣୁ ଆଜି ଆସନ୍ତୁ ଆମେ ଠାକୁରଙ୍କୁ ଧରିଛେ ବଞ୍ଚିବା ପଡ଼ିବାର ପାଠ ତ ପାଇଯାଇଛେ କିଭଳି ଭାବରେ ସୁନ୍ଦର ଭାବରେ ବଞ୍ଚିବା ଦେହ କିଭଳି ଭାବରେ ଭଲ ରହିବ ମନ କିଭଳି ଭାବରେ ଭଲ ରହିବ ତାର ବାଟ ଆମେ ପରମ ପିତାକୁ ଧରି ପାଇଛେ। ଯେଉଁ ଭାରାକ୍ରାନ୍ତ ମନ ଆପଣ ନେଇକରି ଘରକୁ ଆସୁଛନ୍ତି ଆଜି ସତ୍ସଙ୍ଗରେ ସତ୍ସଙ୍ଗ ଆସିଲେ ଆପଣଙ୍କର ମନଟା ହାଲକା ହେଇଯାଉଛି। ତେଣୁ ଆଜି ମନ ହାଲକା ହେବା ପାଇଁ ଆଜି ସତ୍ସଙ୍ଗ ଦିଆହେଇଛି। ଘରେ ସତ୍ସଙ୍ଗ କରିବା ଘରେ ପ୍ରାର୍ଥନା କରିବା ଠାକୁରଙ୍କର ବାଣୀ ପାଠ କରିବା ତାକୁ ବିଶ୍ଳେଷଣ କରିବା এইভাবে জীবন নেইকি আমি সুন্দর জীবন নেইকি চালিলে ঘরে আনন্দ ভরি উঠিব এবং আমার স্বাস্থ্য মন ভালো রহিব সদাচার সম্পূর্ণ হয়ে চালে আমার স্বাস্থ্য ভালো রহিব মন ভালো রহিব এবং নিরোগ রহবা নিশ্চিত ভাবে। তেমন আসন্তু পরম পিতাকে টাণ করে ধরি আমার সবু ক্ষেত্রে সে ইষ্টভাব তাকে পরিপ্রকাশ করা কারণ ঘরକୁ প্রবেশ কলে অন্য মানে ଆମକୁ ଦେଖିଲେ ଯେମିତି ତାଙ୍କ ଭିତରେ ସେ ଇଷ୍ଟ ଭାବ ସୃଷ୍ଟି ହେବ ଯେ ଠାକୁରଙ୍କର ଭକ୍ତ ଜଣଙ୍କ ଘରକୁ ପ୍ରବେଶ କଲେ ମଧ୍ୟ ଅନ୍ୟମାନେ ଅନୁଭବ କରିବେ ଯିଏ ହଉଛି ସତ୍ସଙ୍ଗୀ ଜଣେ। ଜୟ ଗୁରୁ।